এই মহতত্ত্বর ଅନ୍ୟ নাম হচ্ছে বুদ্ধিতত্ত্ব, যার বর্ণ হচ্ছে লাল। রজগুণ বিশিষ্ট না, কিন্তু ତା ଦେହରେ ଯୋଉ ରହିଗଲେ ପୁରୁଷ ଅଂଶଟି ରହିଗଲେ, ଜ୍ଞାନ ଅଂଶଟି ରହିଗଲେ ଚିତ୍ ଜ୍ୟୋତି, ସିଏ ହଉଛି ତାର, ସିଏ ହଉଛି ସ୍ୱଚ୍ଛ। ତମେ ଦେଖ ଗୋଟେ ସ୍ୱଚ୍ଛ ଜଳରେ ଯୋଉ ରଙ୍ଗ ମିଶିବ ସେ ରଙ୍ଗ ହେଇଯିବ ନା, ସେଇ ରଙ୍ଗ ହେଇଯିବ। ବାସ୍। ତେଣୁ ପୁରୁଷଙ୍କର ଅନ୍ୟ ନାମ ସେଠି ହଉଛି ଚିତ୍ତ। ଚିତ୍ ଶକ୍ତିରୁ ଚିତ୍ତ। ଚିତ୍ତ କଣ ହୁଏ ନା, ଯେତେବେଳେ ମହତତ୍ତ୍ୱରେ ମିଶିକି ରହେ, ଚିତ୍ତ ହଉଛି ସତ୍ୱ ଗୁଣ, ଆଉ ମହତତ୍ତ୍ୱରେ ବୁଦ୍ଧି ତତ୍ତ୍ୱ ହଉଛି ରଜଗୁଣ। ତେଣୁ ସତ୍ୱ ରଜ ଦିଟା ସେ ଜାଗାରେ ରହନ୍ତି। କୋଉଠି? ମହତତ୍ତ୍ୱରେ। ସେ ଜାଗାରେ ତମ ଗୁଣ କଣ ହୁଏ ନା, ଲୁଚିକି ରହିଥାଏ, ଅପ୍ରକାଶ ଅବସ୍ଥାରେ ରହିଥାଏ। ପୁଣି ଯେତେବେଳେ ବିଶ୍ୱ ସୃଷ୍ଟି ହୁଏ, ସେତେବେଳେ କଣ ନା, ସତ୍ୱ ଆଉ ରଜ ଇଏ ଦିଟା ନ୍ୟୁନ ହେଇଯାନ୍ତି, ତମ ଗୁଣ କଣ କରେ ନା ବୃଦ୍ଧି ପ୍ରାପ୍ତ ହେଇଯାଏ। ତେଣୁ ତମ ଗୁଣ ଯେତେବେଳେ ତମ ଗୁଣ ବୃଦ୍ଧି ପ୍ରାପ୍ତ ହେଇଯାଏ, ସେ ବିଶ୍ୱ ସ୍ତରଟି ନାଁ ହଉଛି ଅହଙ୍କାର। ଅହଙ୍କାରର ବହୁତ କଥା ଅଛି ତାର ଭାଗବତରେ। ଅହଙ୍କାରକୁ କୁହାଯାଏ ଭୂତାଦି। ଭୂତ ଆଦି ଭୂତାଦି। ଭୂତ ମାନେ ପଦାର୍ଥ, ପଦାର୍ଥର ମୌଳିକ ଶକ୍ତି, ମୂଳ ଶକ୍ତି ତାକୁ କୁହାଯାଏ ଅହଙ୍କାର। ସବୁ ଯେତେ ପଦାର୍ଥ ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ବିଜ୍ଞାନ ଦେଖୁଛି ସ୍ପେସ୍ ଟାଇମରେ, ସିଏ ହଉଛି ସେଇ ଭୂତାଦିରୁ, ଅହଙ୍କାରରୁ ସେ ପଦାର୍ଥ ଗୁଡିକ ସବୁ ସୃଷ୍ଟି ହେଇଛି। ଯଦି ସୃଷ୍ଟି ହେଇଛି, ସେଇ ଅହଙ୍କାରକୁ ଆମର ଏକାଦଶ ସ୍କନ୍ଧ ବୋଧ ହୁଏ 24 ଅଧ୍ୟାୟ ଦେଖିବ, ଲେଖା ହେଇଛି ଏହା ହଉଛି ଚିଦଚିନ୍ମୟ। ଚିତ୍ ଆଉ ଅଚିତମୟ। ଚିତ୍ କାହିଁକି ନା, ତାର ସତ୍ୱ ଗୁଣଟି ହଉଛି ଚିତ୍ ଶକ୍ତି, ରଜଗୁଣ ହଉଛି ଚିଦଚିନ୍ମୟ, ଚିତ୍ ଅଚିତ୍ ମିଶିକି, ଆଉ ତମ ଗୁଣଟି ହଉଛି ପୁରା ଜଳ। ସେଥିପାଇଁ ସେଇ ଯୋଉ ଅହଙ୍କାର ସ୍ତରରେ ଯୋଉ ସତ୍ୱ ଗୁଣ ଚିତ୍ ଅଂଶଟି ରହିଲା, ତାକୁ କୁହାଯାଏ ସାତ୍ବିକ ଅହଙ୍କାର। ଆଉ ଯୋଉ ଚିଦଚିତ୍ ମିଶ୍ରିତ ଶକ୍ତି ରହିଲା, ତାକୁ କୁହାଯାଏ ରାଜସ ଅହଙ୍କାର ବା ତୈଜସ ଅହଙ୍କାର। ଆଉ ଯୋଉ ତମ ଗୁଣ ଅଂଶଟି ରହିଲା, ଅଚିତ ଅଂଶଟା, ତାକୁ କୁହନ୍ତି କଣ ନା ତାମସା ଅହଙ୍କାର। ହେଲା। ତେଣୁ ସାତ୍ବିକ ଅହଙ୍କାର, ରାଜସ ଅହଙ୍କାର, ଆମର ଏଇ ଦିଟା ଅହଙ୍କାର ସ୍ତରରେ ଅପ୍ରକାଶ ହିସାବରେ ରହିଥାଏ। ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଦିଟା ସାତ୍ବିକ ଆଉ ରାଜସ, ଏଇ ଦିଟା ଶକ୍ତି ଆମେ ବିଶ୍ୱ ବ୍ରହ୍ମାଣ୍ଡରେ କୋଉଠି ପାଇବା ନାହିଁ। ତାମସ ଶକ୍ତିଟାକୁ ଆମେ ପାଇବା। ତେଣୁ ତାମସ ଶକ୍ତିଟା ଆମେ ଦେଖିପାରିବା ସ୍ପେସ୍ ଟାଇମ୍, ଯୋଉ ଆମର ଆଇନଷ୍ଟାଇନ କହିଛନ୍ତି ସ୍ପେସ୍ ଟାଇମରେ ସବୁ ଫିଜିକ୍ସ ମାନେ ଭୌତିକ ଶକ୍ତି ଗୁଡାକ ରହିଛି। ତେଣୁ ତାମସ ଶକ୍ତିରୁ ଆମର ଭୌତିକ ଶକ୍ତି ଗୁଡିକ ସବୁ ସୃଷ୍ଟି ହେଇଛି। ଅଭୌତିକ ଶକ୍ତିଟା ଆମର ଯୋଉ ଚେତନା, ସତ୍ୱ ଆଉ ରଜ, ଇଏ ଦିଟା ବିଶ୍ୱ ବ୍ରହ୍ମାଣ୍ଡରେ କୋଉ ଜାଗାରେ ନାହିଁ। ଅଛି କୋଉଠି ନା, ଯେତେବେଳେ ପ୍ରାଣୀ ଶରୀର ସୃଷ୍ଟି ହୁଏ, ସେ ପ୍ରାଣୀ ଶରୀରରେ ସତ୍ୱ ରଜ ତମ ଏଇ ତିନିଟା ଯାକେ ବିକାଶ ଲାଭ କରେ। କଣ ବୁଝିପାରିଲେ? ପ୍ରାଣୀ ଶରୀରରେ ଯେତେବେଳେ ଅହଙ୍କାର, ଅହଂତତ୍ୱର ସ୍ଥାନ ହଉଛି ଲଳନା ଚକ୍ରରୁ ତେକୁଟ ପର୍ଯ୍ୟନ୍ତ। ଅହଙ୍କାର ସ୍ଥାନ ହଉଛି ଲଳନା ଚକ୍ର। କୋଉଠି ରହିଲା ନା, ଛୋଟ ଜୀବ ଉପରକୁ। ଛୋଟ ଜୀବ ଉପରକୁ ଯୋଉ ଚକ୍ର ରହିଲା ଲଳନା ଚକ୍ର, ଲଳନା ଚକ୍ରରୁ ତେକୁଟ ପର୍ଯ୍ୟନ୍ତ ଯୋଉ ସ୍ଥାନ ରହିଲା, ସେ ସ୍ଥାନରେ ଅହଙ୍କାରର ହଉଛି ସ୍ଥାନ। ଆଚ୍ଛା, ତମର କଣ୍ଠ ଚକ୍ରରୁ ଲଳନା ଚକ୍ର ପର୍ଯ୍ୟନ୍ତ ଯୋଉ ସ୍ଥାନ ରହିଲା, ତା ନାଁ ହଉଛି ମନ ତତ୍ଵର, ମାନସ ଶକ୍ତିର ସ୍ଥାନ। ଆଚ୍ଛା, ହୃଦ ଚକ୍ରରୁ କଣ୍ଠ ଚକ୍ର ପର୍ଯ୍ୟନ୍ତ ଯୋଉ ସ୍ଥାନ ରହିଲା, ସେ ହଉଛି ପ୍ରାଣ ଶକ୍ତିର ସ୍ଥାନ। ଆଚ୍ଛା, ନାଭି ଚକ୍ରରୁ ତମର ଅନାହତ ଚକ୍ର ପର୍ଯ୍ୟନ୍ତ ଯୋଉ ସ୍ଥାନ ରହିଲା, ସେଇଟା ହଉଛି ସମାନ ଶକ୍ତିର ସ୍ଥାନ। ସମାନ ମାନେ ଆତ୍ମଶକ୍ତିର ସ୍ଥାନ। ନାଭିଠାରୁ ତଳୁକୁ ଯୋଉ ଜାଗାଟା ରହିଗଲା, ଲିଙ୍ଗ ଚକ୍ର, ଆଧାର ଚକ୍ର, ଏଇ ଯୋଉ ଜାଗା ଗୁଡିକ ରହିଗଲା, ଇଏ ଦିଟା ଜାଗା ହଉଛି ଅପାନ ଶକ୍ତିର ସ୍ଥାନ। ଅପାନ କଣ ଜାଣିଛ କି? ଅପାନ ବାୟୁ ବୋଲି କହନ୍ତି। ହଁ, କଣ ତା ଅର୍ଥ କଣ ଜାଣିନା? ସେ ବିଶ୍ୱପ୍ରଭା ପାଠରୁ ସବୁ କ୍ଲିୟର ପାଇବ। ଶୁଣ, ଅପାନ ଶବ୍ଦକୁ ବିଶ୍ଳେଷଣ କଲେ ନ ପ୍ରାଣ ଅପାନ। ନ ପ୍ରାଣ, ସେଥିରେ ପ୍ରାଣ ନାହିଁ, ତାକୁ ଅପାନ ଦେବା। ଯୋଉଥିରେ ପ୍ରାଣ ଶକ୍ତି ଅଛି ସେଟା ପ୍ରାଣବାୟୁ। ପୂର୍ବରୁ କହିଥିଲି
ଯେ ଅନାହତ ଚକ୍ରରୁ କଣ୍ଠ ଚକ୍ର ମଧ୍ୟରେ ଯୋଉ ସ୍ଥାନଟା ରହିଛି ସେଇ ଜାଗାରେ ପ୍ରାଣ ଶକ୍ତିର ବିକାଶ। ବିକାଶ। ହଁ, ପୂର୍ବରୁ ଯୋଉ ଓଙ୍କାର ଧ୍ୱନି, ସେ ଓଙ୍କାର ଧ୍ୱନିଟା କୋଉଠି ସୃଷ୍ଟି ହୁଏ ନା ଓଙ୍କାର ଧ୍ୱନି ହଉଛି ତାର ଅନ୍ୟ ନାଁ ହଉଛି ପ୍ରଣବ। ପ୍ରାଣରେ ସେ ଗମନାଗମନ କରୁଥିବାରୁ ଓଙ୍କାର ଧ୍ୱନିଟା ତାକୁ ପ୍ରଣବ କୁହନ୍ତି। ତେଣୁ ପ୍ରାଣ ଶକ୍ତି ଦ୍ଵାରା ଓଙ୍କାର ଶକ୍ତି ଗମନାଗମନ କରେ। ତେଣୁ ଏଇ ପ୍ରାଣକୁ ତାକୁ କୁହନ୍ତି ପ୍ରାଣ ବାୟୁ ହେଲା। କିନ୍ତୁ ଅପାନ ବାୟୁ ଅର୍ଥ ହଉଛି କଣ? ଅପାନ ଅର୍ଥ ଜଡ, ନ ପ୍ରାଣ ନା, ଯୋଉଥିରେ ପ୍ରାଣ ନାହିଁ ସେଟା ଜଡ। କିନ୍ତୁ ସେଇ ବାୟୁଟା ଆସେ କୋଉଠୁ ନା ଯେତେବେଳେ ତମେ ନାକରେ ପବନଟାକୁ ଭିତରକୁ ଟାଣ, ସେଇଟା କି ବାୟୁ? ଏଟା ଜଳବାୟୁ। ବାସ ତାକୁ କୁହନ୍ତି ଅପାନ ବାୟୁ। ଯୋଉଟା ବାହାରୁ ଭିତରକୁ ଆସେ ତାକୁ କୁହନ୍ତି ଅପାନ ବାୟୁ। ସେଥିରେ ପ୍ରାଣ ନାହିଁ। ଯେମିତି ଆମର କୁହନ୍ତି ବସନ୍ତ ପବନ, ଶୀତୁଆ ପବନ, ଖରାଟିଆ ପବନ, ଆଞ୍ଜି ପବନ, ଏ ସବୁ କଣ ନା ଗୋଟିଏ ଗୋଟେ ପବନରେ ଗୋଟେ ଗୋଟେ ଅବସ୍ଥା। ସେଇଭଳି ଯେତେବେଳେ ବାହାରେ ଯୋଉ ବାୟୁମଣ୍ଡଳରେ ଯୋଉ ପବନ ଅଛି ଇଏ ହଉଛି ଅପାନ ପବନ। ଯେତେ ପବନ ତମେ ନିଶ୍ୱାସରେ ନଉଛ ଏଇ ସବୁ ଅପାନ ପବନ। ଅପାନ ପବନରେ ରହିଛି କଣ ନା ତମର ଅମ୍ଳଜାନ ରହିଛି, ଯୋଉଟା ଶରୀରକୁ ବଞ୍ଚଉଛି ନା ଅମ୍ଳଜାନ। କିନ୍ତୁ ସେ ଅପାନ ପବନରେ ହିଁ ଅମ୍ଳଜାନ ଅଛି। ତେଣୁ ଅପାନ ପବନ ଭିତରୁ ଶରୀର ଭିତରକୁ ଯାଉଛି। କିନ୍ତୁ ପ୍ରାଣ ପବନ ଟା ରହିଛି କୋଉଠି ନା ତମର ଅନାହତ ଚକ୍ରରୁ କଣ୍ଠ ଚକ୍ର ମଧ୍ୟରେ। ସେ କଣ ହୁଏ ନା ଯେତେବେଳେ ଫୁସଫୁସରୁ ପବନ ଟା ବାହାରକୁ ବହିର୍ଗତ ହୁଏ ସେତେବେଳେ କଣ ହୁଏ ନା ସିଏ ଅନାହତ ଚକ୍ର, କଣ୍ଠ ଚକ୍ର ଇତ୍ୟାଦି ଚକ୍ର ଦେଇକି ସ୍ପର୍ଶ କରିକି ଉପରକୁ ଉଠେ ନା। ତେଣୁ ସେଥିରେ କଣ ହୁଏ ନା ତାକୁ କୁହାଯାଏ ପ୍ରାଣ ବାୟୁ। ପ୍ରାଣକୁ ବହନ କରିକି ଯୋଉ ବାୟୁ ଊର୍ଧ୍ୱଗାମୀ ହୁଏ ତା ନାଁ ହଉଛି ପ୍ରାଣ ବାୟୁ। ଅପାନ ବା ଜଡ ଶକ୍ତି କି ବହନ କରି ଯିଏ ଭିତରକୁ ନିମ୍ନଗାମୀ ହୁଏ ତା ନାଁ ହେଲା ଅପାନ ବାୟୁ। ଭଲ ନା ନାଇଁ? ଆଉ ଗୁରୁ କରିଛ କି? ନାଇଁ, ଆମେ ଗୁରୁ କରିନି। ବାସ ଗୁରୁ ତ କରିନା, ଜାଣିପାର। ଯଦି ଗୁରୁ କରିଥାନ୍ତ ମୁଁ ଯୋଉ କଥା କହିଲି ଜାଣିପାରିବ। କିମ୍ବା ଯୋଉମାନେ ଗୁରୁ କରିଛନ୍ତି ଆମର ପଞ୍ଚସଖା ଯୋଉ ବା ଅନ୍ୟ ଯୋଉମାନେ, ସେମାନେ କେବଳ ଏଇ ବିଷୟର କଥାକୁ ବୁଝିବେ। ତମେ ତ ଗୁରୁ କରିନା, ଜାଣିପାରିବନି। ନାଇଁ, ମତେ ତ ବୁଝି ହଉଛି ଆପଣଙ୍କ କଥା ଆଉ। ହଁ, ମୁଁ ବୁଝଉଛି ତ, ମୁଁ ବୁଝେଇବି ତମାନେ ସମସ୍ତଙ୍କୁ। ମୁଁ ଏଭଳି ପ୍ରକାର ବୁଝଉଛି କିଏ ଗୁରୁ କରୁ ବା ନ କରୁ, କିନ୍ତୁ ସିଏ ବୁଝିବ ନିଶ୍ଚିତ। କାରଣ ଇଏ ହଉଛି ବିଶ୍ୱମ୍ବରର ସ୍ୱ ଅନୁଭୂତି। ବୁଝିପାରିଲ? ହଉ, କେତେବେଳେ ଏମିତି ସବୁ ପଚାରୁଥିବ କହିବା ଆଉ। ଆଜ୍ଞା, ଯୋଉ ନାସାଗ୍ରହ ଦୃଷ୍ଟି ଦେଇକି ବସିଲେ, ନା ତମେ ଗୁରୁ କରନା, ଏଇ କଥା ଆଉ କହିପାରିବିନି। ଆଜ୍ଞା 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 ତମେ ଗୁରୁ କର, ସେ କଥା ଗୁଡା ସବୁ ବତେଇଦେବି। ଆଜ୍ଞା 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 ହଉ ଆଜ୍ଞା, ଧନ୍ୟବାଦ ଆଜ୍ଞା। ଆଜ୍ଞା, ଆପଣଙ୍କ ପାଦ ପଦ୍ମ